ପିଲାମାନେ ପାଠ ନ ଆସ ଦିଗ ଜାଣିବା ବିଷୟଟିକୁ ଆମେ ପ୍ରଥମେ କ'ଣ କରିବା, ପଢ଼ିବା। ପଢ଼ିକି ଶୁଣିବା, ତାପରେ ତାର ପ୍ରଶ୍ନ ଉତ୍ତରକୁ କରିବା। ଏଇଠି ଦେଖ କ'ଣ ଲେଖା ହେଇଛି, ଦେଖ ସୂର୍ଯ୍ୟ ଉଦୟ ହେଲେ କ'ଣ ହୁଏ, ସକାଳ ହୁଏ। ସୂର୍ଯ୍ୟ ଯେଉଁ ଦିଗକୁ ଉଦୟ ହୁଅନ୍ତି ତାକୁ ଆମେ ପୂର୍ବ ଦିଗ କହିଥାଉ। ସୂର୍ଯ୍ୟ ଅସ୍ତ ହେଲେ ରାତି ହୋଇଥାଏ। ସୂର୍ଯ୍ୟ ଯେଉଁ ଦିଗକୁ ଅସ୍ତ ଯାଆନ୍ତି ତାକୁ ଆମେ ପଶ୍ଚିମ ଦିଗ କହିଥାଉ। ସୂର୍ଯ୍ୟ ଉଦୟ ବେଳେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଛିଡ଼ା ହୁଅ। ତୁମ ସାମ୍ନା ପଟ ପୂର୍ବ ଦିଗ ଓ ତୁମ ପଛପଟ ପଶ୍ଚିମ ଦିଗ ହେବ। ଠିକ୍ ସେହିପରି ତୁମ ବାମ ହାତ ଉତ୍ତର ଦିଗ ଓ ଡାହାଣ ହାତ ଦକ୍ଷିଣ ଦିଗକୁ ରହିବ। ତୁମ ବିଦ୍ୟାଳୟର ସାମ୍ନା ଭାଗ କେଉଁ ଦିଗରେ ଅଛି ଲକ୍ଷ୍ୟ କର। ନିଜ ବିଦ୍ୟାଳୟ କେଉଁ ଦିଗରେ ଅଛି ଆମେ ଲକ୍ଷ୍ୟ କରିବା। ଆମେ ଜାଣିଲେ 4ଟି ଦିଗ ରହିଛି। କ'ଣ କ'ଣ? ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ। ଦିନବେଳା ଆମେ ଆକାଶରେ ସୂର୍ଯ୍ୟକୁ ଦେଖିପାରୁ, କିନ୍ତୁ ରାତି ଆକାଶରେ ଚନ୍ଦ୍ର ଓ ତାରା ଆଦି ଦେଖିଥାଉ। ରାତିରେ ଉତ୍ତର ଆକାଶରେ ମିଞ୍ଜି ମିଞ୍ଜି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସ୍ଥିର ନକ୍ଷତ୍ରକୁ ଆମେ ଧ୍ରୁବ ତାରା କହିଥାଉ। ଆମେ କ'ଣ କରିବା, 4ଟି ଦିଗ ପରି 4ଟି କ'ଣ ଅଛି, କୋଣ ଅଛି। ଉତ୍ତର ପୂର୍ବକୁ ଐଶାନ୍ୟ କୋଣ କୁହାଯାଏ। ଉତ୍ତର ପଶ୍ଚିମକୁ ବାୟବ କୋଣ କୁହାଯାଏ। ଦକ୍ଷିଣ ପୂର୍ବକୁ ଅଗ୍ନି କୋଣ ଆଉ ଦକ୍ଷିଣ ପଶ୍ଚିମକୁ ନୈରୁତ କୋଣ କୁହାଯାଏ। ହେଲା, ତ ଆମେ ମନେ ରଖିବା। ଏଇଠି ଦେଖ ଏ ଭାଇଙ୍କର ଚିତ୍ର ଦେଇଛି। ଏଇଠି ଦେଖ ତାଙ୍କ ସାମ୍ନା ପଟେ ସୂର୍ଯ୍ୟ ଉଦୟ ହେଉଛନ୍ତି। ହେଲା, ଏଇଠି ତାଙ୍କ ପଛପଟେ ଏଇଟା ପଶ୍ଚିମ ଦିଗ। ହେଲା, ଏଇଟା ବାମ ପଟ ହେଉଛି ଉତ୍ତର ଦିଗ, ଏଇଟା ଡାହାଣ ହାତ, ଡାହାଣ ପଟେ ହେଉଛି କ'ଣ, ଦକ୍ଷିଣ ଦିଗ। ଆମେ ମନେ ରଖିବା। ହେଲା, ସୂର୍ଯ୍ୟ ଉଦୟ ହେଲେ ସକାଳ ହୁଏ, ଆଉ ସୂର୍ଯ୍ୟ ଅସ୍ତ ହେଲେ କ'ଣ ହୁଏ, ସଞ୍ଜ ହୁଏ, ତାପରେ ଯାଇକି ରାତି ହୋଇଥାଏ। ତ ମନେ ରଖିବା ପିଲାମାନେ। ଯଦି ପ୍ରଶ୍ନ ଆସିଲା ଆମେ ସନ୍ଧ୍ୟାବେଳେ ଆକାଶରେ କ'ଣ କ'ଣ ଦେଖିଥାଉ। ଆକାଶରେ ତୁମେ କ'ଣ କ'ଣ ଦେଖ, ଏଇଠି ଦେଖ, ଏଇଠି ଆକାଶରେ କିଏରେ, ଚନ୍ଦ୍ର ଆଉ ସବୁ ମିଞ୍ଜି ମିଞ୍ଜି ଦେଖାଯାଉଥିବା ଏ ତାରାମାନଙ୍କୁ ଆମେ ଆକାଶରେ ଦେଖିଥାଉ। ବହିରେ ଦେଇଛି ନା, ଭକ୍ତ କବି ମଧୁସୂଦନ ରାଓ ଯେଉଁ ଦିନ, ପକ୍ଷ, ଋତୁ ବିଷୟରେ ଗୀତଟି ଦେଇଛି, ସେଇ ଗୀତଟିକୁ ଆମେ ପ୍ରଥମେ କ'ଣ କରିବା, ଗାଇ ଶିଖିବା। ଦିନ ରାତି ମିଶି ଦିବସ ଏକ, 7 ଦିବସରେ ସପ୍ତାହ ଲେଖ। ସପ୍ତାହର 7 ବାରର ନାମ, ମନେ ସଦା ରଖିବ ନାମ। ରବି ପରେ ସୋମ, ତାପରେ ମଙ୍ଗଳ, ତାପରେ ଯେ ବୁଧବାର। ଗୁରୁ ଶୁକ୍ର ଶନି ଆସେ ତାପରେ, 7 ବାର ପ୍ରକାର। 15 ଦିନକୁ ଏକ ପକ୍ଷ ବୋଲି, 2 ପକ୍ଷେ 1 ମାସ। 2 ମାସ ମିଶି 1 ଋତୁ ହୁଏ, ମନେ ରଖ ପିତ ବାସ। ଶୁକ୍ଳପକ୍ଷେ ଚନ୍ଦ୍ର ପ୍ରତି ଦିବସରେ, ବଢ଼ଇ ପୂର୍ଣ୍ଣିମା ଯାଏଁ। କୃଷ୍ଣ ପକ୍ଷେ ପୁଣି ଅମାବାସ୍ୟା ଯାଏଁ, ଅଳ୍ପ ଅଳ୍ପ କ୍ଷୀଣ ହୁଏ। 12ଟି ମାସରେ 6 ଋତୁ ହୁଏ, କେ କହିପାରିବ କହ। ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ, ଶୀତ ବସନ୍ତ ଏହିପରି ଋତୁ 6। ଆମେ ତେବେ ଏଇଠି ଆମେ କ'ଣ ଜାଣିଲୁ ପିଲାମାନେ, ଦିନ ରାତି ମିଶିଲେ, ଦିନ ଆଉ ରାତି ମିଶିଲେ ଦିବସ, ଦିବସ ମାନେ 1 ଦିନ ହେଉଛି। ହେଲା, 7 ଦିବସକୁ ସପ୍ତାହ ଯାଉଛି। ତ ସେଇ 7 ଦିନର ଆମେ ପୁଣି ନାମ ଜାଣିବା। ପ୍ରଥମରେ କ'ଣ, ରବିବାର, ତାପରେ ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନିବାର। ଏଇଭଳି ଆମେ 7 ବାରର ନାମ ମନେ ରଖିବା। ପୁଣି କ'ଣ, 1 ପକ୍ଷ ସମାନ 15 ଦିନ। 1 ମାସରେ 2ଟି ପକ୍ଷ ପଡ଼େ, ମନେ ରଖିବା, ଶୁକ୍ଳ ପକ୍ଷ ଆଉ କୃଷ୍ଣ ପକ୍ଷ। ଶୁକ୍ଳ ପକ୍ଷରେ କ'ଣ ହୁଏ, ଚନ୍ଦ୍ର ପ୍ରତିଦିନ, ପ୍ରତି ଦିବସରେ ବା ପ୍ରତିଦିନ ଟିକେ ଟିକେ ବଢ଼ି ବଢ଼ି ଯାଇକି କ'ଣ ହୁଏ, ପୂର୍ଣ୍ଣିମା ଦିନ ପୁରା ଗୋଲ ଚନ୍ଦ୍ର ଦେଖାଯାଆନ୍ତି। ସେଇଭଳି ପୂର୍ଣ୍ଣିମା ପରେ କ'ଣ ହୁଏ, ଅମାବାସ୍ୟା ଯାଏ ଅଳ୍ପ ଅଳ୍ପ ଚନ୍ଦ୍ର କ୍ଷୀଣ ହେଇଯାଆନ୍ତି। ମାସରେ ତେବେ ଆମେ 2ଟି ପକ୍ଷ ପାଇଥାଉ। ସେଇଭଳି 6ଟି
ଋତୁକୁ ଆମେ ମନେ ରଖିବା ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ତ ପ୍ରଥମ ତୁମର କାମ ହେଲା ଏଇ ଗୀତଟିକୁ ପୁରା ମୁଖସ୍ଥ କରିଦେବ। ଏବେ